जय जगन्नाथ सांग मैंने आशा करते खुशी थे भले थे मुझे बहुत भले अच्छी खुशी अच्छी प्रभु जगन्नाथ दयालु आम घर समस्ते बहुत खुशी अच्छा आपण देह भी भल रहू आपण परिवार भी सब खुशी रहू ये प्रभु जगन्नाथ पाखे विनती करी मुझे वेलकम करिया विलेज लाइफस्टाइल ब्लॉग को मो चैनल बहुत सारा फनी अच्छी बहुत सारा बहुत एंटरटेनमेंट अच्छी बहुत किसी अच्छी बस आपण मैंने मो चैनल लास्ट जाए देखो और सब्सक्राइब करूँ ताकि डेली डेली फनी वीडियो देखा बहुत सारा मिल जाए कहीं मु गोटे बहुत बड़ा जॉइंट फैमिली रोची 12-13 जन लोक गोटे फैमिली रे रोचु आउ समस्ते मजा मस्ती सब चलची मु भी चाहूँ आपण मानकु मो फैमिली अंश करने मो फैमिली ही जानते आपण मैंने एबे तो मोर यूट्यूब फैमिली भी स्टार्ट हो जाइए मोर बेसी सब्सक्राइबर भी ना 28-29 जन में भी सब्सक्राइबर अच्छा तो से धन्यवाद आशा करुँची आपण मैंने मो सब्सक्राइबर होकि मो फैमिली जॉइन कर जातु आ मो वीडियो को लास्ट जाए देखु केते मस्ती आ केते फनी अच्छी आपण मैंने भी जानी पारे तापर सब मो चैनल को ही आसवे ठीक अच्छे आजिकल दुनिया रे जॉइंट फैमिली आम शुणिला माने आश्चर्य हो जाऊ जिते मो सांग मैंने शुणती तू गोटे जॉइंट फैमिली रोचु मोर गोटे बहुत बड़ जॉइंट फैमिली आम सांग मैंने जो शुणी दिखती तू एडे बड़ जॉइंट फैमिली रोचु केमती रोचु मु तो हसी दिए जॉइंट फैमिली माने केते मस्ती से माने केमती जानिबे जॉइंट फैमिली एते मस्ती अछि बोली आपण माने जानिया को चाहूछन ना तो मो चैनल को लास्ट जाए देखंतु तापर जान परिबे केते मस्ती जॉइंट फैमिली अछंती सेमन तो बोलदी समर सेटा घर ना गां इते लोक गोटे घरे केमती रहउछ केमती एडजस्ट करूछ से माने कोडू बुझिबे जॉइंट फैमिली मजा कौन कहली ठीक ना तो लास्ट जाए देखंतु केमती चलजी हम फैमिली ଏବେ ଆମ ଆଣ୍ଟି ବସିକି ଶାଗ କାଟୁଛନ୍ତି ଯୋଉ କଖାରୁ ଡଙ୍କ କଖାରୁ କଣ ବୁଝିପାରୁଛନ୍ତି ତ ଆମ ଏପଟେ ତ ବୋଇତାଳୁ କୁହନ୍ତି ଆପଣଙ୍କ ସେପଟେ କଣ କୁହନ୍ତି ମତେ ନିଶ୍ଚୟ କମେଣ୍ଟରେ କହିବେ ଆମର ବୋଇତାଳୁ କୁହନ୍ତି ବୋଇତାଳୁ ଡଙ୍କ ସବୁ କାଟି ଦେଇଛନ୍ତି ଆଉ ବୋଇତାଳୁ ଶାଗକୁ ବି ଚୁନ ଚୁନ କରି କାଟି ଦେଇଛନ୍ତି କାହିଁକିନା ଆମର ଆଜି ଡଙ୍କ ତରକାରୀ ହଉଛି ଆମର ଆଜି ପଖାଳ ନା ତ ପଖାଳରେ ଡଙ୍କ ତରକାରୀ ବହୁତ ବଢିଆ ଲାଗେ ଆପଣ କେବେ ବନେଇକି ଖାଆନ୍ତୁ ମୁଁ ରେସିପି ବି ଦିନେ ସେୟାର କରିବି ଠିକ ଅଛି ଏବେ ଆମେ ଯିବା ବାଡିକୁ ଯାଇଥିଲୁ ତେନ୍ତୁଳି ଆଣିଥିଲୁ ତ ସେଇଗୁଡା ସବୁ ଶୁଖା ହେଇଥିଲା ଖରାରେ ମମି ତାକୁ ଖରା ଦଉଛନ୍ତି ତାପରେ ମୁଁ ପଳେଇଲି ମୋର ଗୋଟେ ପାର୍ସଲ ଆସିଥିଲା ଯୋଉଟା କି ମୁଁ ନେଇକି ଆସିଲି ଆଉ ଏବେ ଗାଧେଇ ପଡିଲି ତାପରେ ଗଲି ଠାକୁର ପୂଜା କରି ଆମେ ଜୟଗୁରୁ ଦୀକ୍ଷା ଅନୁକୂଳ ଚନ୍ଦ୍ରଙ୍କ ଦୀକ୍ଷା ତ ବାବା ମାମା ସବୁ ନେଇଛନ୍ତି ଆମ ଘରେ ପୁରା ଶୁଦ୍ଧ ନିରାମିଷ ବିନା ପିଆଜ ରସୁଣରେ ପୁରା ରୋଷେଇ ସବୁଦିନ ହୁଏ ଆପଣ ଯେତିକି ବି ଭିଡିଓ ଦେଖୁଥିବେ ଭାବୁଥିବେ ଯେ କେମିତି କିଛି ପିଆଜ ରସୁଣ ଆଡ ହଉନି ଆମ ଘର ପୁରା ଜୟଗୁରୁ ଦୀକ୍ଷା ତ ବାବା ସ୍ୱସ୍ତୟନି ନେଇଛନ୍ତି ମାମା ବି ସ୍ୱସ୍ତୟନି ତ ସମସ୍ତେ ସେଥିପାଇଁ ବସିକି ବିନା ପିଆଜ ରସୁଣରେ ହିଁ ରୋଷେଇ ହୁଏ ଆମର ବର୍ଷକ 12 ମାସ ବିନା ପିଆଜ ରସୁଣ ରୋଷେଇ ତ ଆପଣ ମାନେ ଭାବୁଥିବେ ଚିକେନ ମଟନ ଖାଆନ୍ତି କି ନାଇଁ ନାଇଁ ବାବା ମମି କେହି ଖାଆନ୍ତିନି ଛୋଟ ପିଲାମାନେ ଯିଏ ବାହାରେ ଖାଆନ୍ତି ଆମ ଘରକୁ ତ ଏଲାଉ ନାହିଁ ଏମିତିରେ ବି ତାପରେ ମୁଁ ଏଠି ଠାକୁର ପୂଜା କରିଦେଲି ଏବେ ମା ଲକ୍ଷ୍ମୀଙ୍କର ପୂଜା ବି ଏଇଠି ବନ୍ଦ କରିଦେଲି ତାପରେ ଯିବା ଆମେ ଚଉରାକୁ ଯିବା ଚଉରାରେ ଯାଇକି ଟିକେ ପାଣି ଦେଇଦବା କାହିଁକିନା ସବୁଦିନ ତ ଗାଧେଇ ସାରିକି ଚଉରାରେ ପାଣି ଦିଅନ୍ତି ନା ଆଉ ମୁଁ ଏଠି ବସିକି ଠାକୁରଙ୍କ ବହି ଟିକେ ପଢିଲି ଶଙ୍ଖ ଫୁଙ୍କିଲି ତାପରେ ଆମ ଗଲି ଚଉରାକୁ ପାଣି ଦବା ପାଇଁ ଚଉରାରେ ଟିକେ ପାଣି ଦେଇଦେଲି ଚଉରା ମା ବୃନ୍ଦାବତୀଙ୍କ ମାଟି ମୁଣ୍ଡରେ ଲଗେଇଲେ କୁହନ୍ତି ସବୁ କାମ ସଫଳ ହେଇଯାଏ ତ ମୁଁ ସବୁଦିନ ସେୟା ହିଁ କରେ ଏଇଟା ଦେଖନ୍ତୁ ଆମର ବେଦନା ଗଛ ବେଦନା ଗଛରେ କେତେ ସୁନ୍ଦର ଫୁଲଟେ ହେଇଛି ନା ବହୁତ ବଢିଆ ଲାଗୁଛି ଏବେ ଆଣ୍ଟି ଆମର ଡଙ୍କ ତରକାରୀ ବନଉଥିଲେ ତ ମୁଁ ଯାଇକି ସେଠି ପହଞ୍ଚି ଗଲି ଯେ ଟିକେ ଟିକେ ସୁଟ କରିଦବା ଦେଖିବା ଦେଖନ୍ତୁ ତ ଆମର ତ ମାଟି ଚୁଲିରେ ଗାଁରେ ହିଁ ରୋଷେଇ ହୁଏ ତ ଆପଣଙ୍କୁ ମୋ ଡଙ୍କ ତରକାରୀ କେମିତି ଲାଗୁଛି କହିବେ ଠିକ ଅଛି ଆମର ମାଟି ଚୁଲିରେ ହିଁ ରୋଷେଇ ହୁଏ ଆମେ ଗାଉଁଲି ପୁରା ପୁରି ଗାଉଁଲି ଆମେ କାଠ ଜାଳ ହେଲେ ହିଁ ଆମେ ରୋଷେଇ କରୁ ତ ଆମ ମାନଙ୍କର ତ ଗ୍ୟାସ ଟେନସନ ନାହିଁ ଯୋଉମାନେ ଟାଉନରେ ରହୁଛନ୍ତି ତାଙ୍କୁ ଟିକେ ଗ୍ୟାସ୍ ଟେନସନ ପଡୁଥିବ ତାପରେ ଏବେ ଆଣ୍ଟି ବି ସେଠି ବନେଇଦେଲେ ତାପରେ ମୁଁ ମୋ ସାନ ଭାଇ ଦେଖନ୍ତୁ ସେ ହାଇ କରିଦେଲା ତା ଭଏସ ମୁଁ ଆଣିନି କାହିଁକିନା ସେ ବଢିଆ କମେଡି କରୁଥିଲା ହାଲୋ ଗାଇସ ଏମିତି କହୁଥିଲା କହିଲା ମୁଁ ବି ବନେଇବି ମୁଁ ବି ବନେଇବି ତାପରେ ଆମର ଏଇଟା ହେଇଛି ଭେଣ୍ଡି ଆଳୁ ଭଜା ପଖାଳ ପାଇଁ ହେଇଛି
ତାପରେ ଦେଖନ୍ତୁ କଣ ବନା ହେଇଛି। ଯଦି ଆପଣମାନଙ୍କୁ ମୋ ଚ୍ୟାନେଲଟି ଭଲ ଲାଗୁଛି ତ ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ଧନ୍ୟବାଦ।